ଡକ୍ଟର ଅବଦୁଲ କଲାମ ଭାରତର ଜଣେ ପ୍ରସିଦ୍ଧ ବୈଜ୍ଞାନିକ, ଲେଖକ ଓ ରାଷ୍ଟ୍ରପତି ମଧ୍ୟ ଥିଲେ। ସେ 15 ଅକ୍ଟୋବର 1931ରେ ରାମେଶ୍ୱରମ, ତାମିଲନାଡୁରେ ଜନ୍ମ ହୋଇଥିଲେ। ସେ ଜଣେ ମୁସଲମାନ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କର ବାପା ଥିଲେ ଗୋଟିଏ ନୌକା ଚାଳକ। ଡକ୍ଟର ଅବଦୁଲ କଲାମ ଭାରତର କ୍ଷେପଣାସ୍ତ୍ର ବିକାଶରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେଥିଲାଗି ତାଙ୍କୁ ମିସାଇଲ ମ୍ୟାନ୍ ବୋଲି କୁହାଯାଉଥିଲା। ସେ ଇସ୍ରୋ ଏବଂ DRDOରେ କାମ କରୁଥିଲେ। ତାଙ୍କର ନେତୃତ୍ୱରେ ଭାରତ ଅନେକ କ୍ଷେପଣାସ୍ତ୍ର ଏବଂ ସ୍ୟାଟେଲାଇଟ୍ ଲଞ୍ଚ କରିଥିଲା। ସେ ଶିକ୍ଷା ଏବଂ ବିଜ୍ଞାନ ଯୁଗପିଢ଼ି ଅଧିକ ପସନ୍ଦ କରନ୍ତି। ତାଙ୍କର ଉଦ୍ୟମ, ଦୃଢ଼ ଇଚ୍ଛାଶକ୍ତି ଓ ସଂଘର୍ଷ ତାଙ୍କୁ ଦେଶର ଶ୍ରେଷ୍ଠ ବୈଜ୍ଞାନିକ ଭାବେ ରାଷ୍ଟ୍ରପତି ଭାବରେ ପହଞ୍ଚାଇଥିଲା।